କିନ୍ତୁ ଘୋଡ଼ା ବେପାରରେ ନବୀନ ବାବୁଙ୍କ ଠାରୁ କେହି ଅଧିକ ମାହିର ହେଇପାରିବେନି। ନବୀନ ବାବୁରେ ବହୁତ ଘୋଡ଼ା ବେପାର କରିଛନ୍ତି। ମୋ ସହିତ ବେପାର କରିବା ପାଇଁ ତାଙ୍କ ଦୂତମାନେ ଆସିଛନ୍ତି। କେତେ ଏମ୍ଏଲ୍ଏ ମନ୍ତ୍ରୀ ଆସିକି ମୋତେ ବି ଖୁସାମତ କରିଥିଲେ। ସେ ସମୟରେ ମୁଁ ଟିଭିରେ ବରାବର କହୁଥିଲି, ସାରା ଓଡ଼ିଶା ଜାଣିଛି। ତେଣୁ ସିଏ ଘୋଡ଼ା ବେପାର ଶବ୍ଦଟା ତାଙ୍କ ମୁହଁରେ ଶୋଭା ପାଉନି। ବିଜେପି କାହିଁ ଘୋଡ଼ା ବେପାର କରିବ? ସିଏ ଘୋଡ଼ା ବେପାର କରୁଥିବେ। କରିବାର କାରଣ ହେଉଛି ସିଏ ଆଗରୁ ଘୋଡ଼ା ବେପାର କରୁଥିଲେ। ମୋତେ ବି ଘୋଡ଼ା ଭାବିକି ମୋ ପାଖକୁ 3 ଏମ୍ଏଲ୍ଏ ତାଙ୍କର ଯାଇଥିଲେ। ଏବେ ସେ ଘୋଡ଼ା ବେପାର କରିପାରୁନାହାନ୍ତି, ବୋଧେ କ୍ଷମତା ଚାଲିଯାଇଛି। ତେଣୁ ଯେଉଁ ହତାଶ ହେଇକି କହୁଥିବେ ଏଇଟା ହତାଶାର ସ୍ୱର। ଦେଖନ୍ତୁ, ଜୀବନ ପ୍ରତି ଇସ୍ତଫା ଦେଲେ ବୋଲି ଏଇଟା ଅନ୍ତର୍ଦ୍ୱନ୍ଦ୍ୱ କୁହାଯାଇପାରିବନି। ଜୀବନ ପ୍ରତି ଆଗଥର ଯେତେବେଳେ ଇସ୍ତଫା ଦେଇଥିଲେ ସେତେବେଳେ ବି ଯଥେଷ୍ଟ ଯୁକ୍ତି ନଥିଲା, ବର୍ତ୍ତମାନ ବି ଯଥେଷ୍ଟ ଯୁକ୍ତି ନାହିଁ। ମୁଁ ବି ତାଙ୍କୁ ଯେତେବେଳେ ଶୁଣିଲି ତାଙ୍କୁ ଫୋନ୍ କରିକି ବାରମ୍ବାର ମନା କରିଛି, ଏପରି ଭୁଲ ନିଷ୍ପତ୍ତି ନିଅ ନାହିଁ। ତାଙ୍କର କ'ଣ ଅସୁବିଧା ହେଇଛି? ସେ କାହିଁ ଇସ୍ତଫା ଦେବେ? ସୁତରାଂ ତାଙ୍କ ପାଖରେ କୌଣସି ବଳିଷ୍ଠ ଯୁକ୍ତି ନାହିଁ ଇସ୍ତଫା ଦେବାର। ସେ ଯଦି ଏତେ ନୀତି ନୈତିକତାର ଇଏ ଅଛନ୍ତି, ତାହେଲେ ପୁଣି ବିଜେଡ଼ିରେ କାହିଁ ମିଶିଥିଲେ? ସେଠି ନୀତି ନୈତିକତା ବେଶୀ ଥିଲା ନା? ବିଜେପି ସେଠି କାହିଁ ଯାଇଥିଲେ? ସେତେବେଳେ କ'ଣ ନୀତି ନୈତିକତାର ଅସୁବିଧା ହେଇଥିଲା? ସେ ପଳେଇଗଲେ। ଦେଖନ୍ତୁ, ସେଥିପାଇଁ ତାଙ୍କର ଦଳ ଛାଡ଼ିବା କଥା ସେ ଦଳ ଫୋରମରେ ଉଠେଇବା କଥା ଯେ ରବୀନ୍ଦ୍ରନାଥ କାହିଁ ଗ୍ରହଣ କରାଗଲା। ସେ କଥା ସତ୍ସାହସ ନାହିଁ। କିନ୍ତୁ ସେ ଇସ୍ତଫା ଦେଇକରି କ'ଣ ଦେଖିବାକୁ ଚାହୁଁଛନ୍ତି? କ'ଣ ଦଳ ସେଥିରେ ଭାଙ୍ଗିଯିବ? ଆଜି ବି ମୁଁ କହୁଛି ଦଳରେ ସ୍ୱଚ୍ଛତା ରହିବା କଥା। ଦଳରେ ମାନେ ଯଦି ଗାଡ଼ିରେ ମୁଁ ବେଳେବେଳେ ଗାଡ଼ିରେ ମୁଁ ଯେତେବେଳେ ଗାଡ଼ିରେ ଯାଏ ସାରଗଡ଼ ଛକରେ ଯିଏ ଛିଡ଼ା ହେଇଥାଏ ଉଠାଏ। ମୋତେ ଅନେକ ଡ୍ରାଇଭରମାନେ କୁହନ୍ତି ଏଠି ବହୁତ ଡକାୟତି ହୁଏ। ମୁଁ ବି 2 ଥର ଡକାୟତିକୁ ଦେଖିଛି, କିନ୍ତୁ ଡକାୟତି ଏଠି ରଖନ୍ତିନି। ମୁଁ ରଖେ, କାହିଁକିନା ମୁଁ ଅତୀତରେ ବହୁତ ଥର ଚାଲି ଯାଇଛି 10 କିଲୋମିଟର ପର୍ଯ୍ୟନ୍ତ, 12 କିଲୋମିଟର ପର୍ଯ୍ୟନ୍ତ। ତେଣୁ ଗାଡ଼ି ମିଳେନି। ତେଣୁ ମୁଁ ଯାହାକୁ ଦେଖେ ନିଏ। ସେଥିରେ ଚୋର ଖଣ୍ଟ ବେଳେବେଳେ ଜୁଟୁଛନ୍ତି, କିନ୍ତୁ ଅସୁବିଧା ହେଇନି। ଗୋଟେ ମଦୁଆ ବି ଥରେ 2 ଥର ଜୁଟୁଛନ୍ତି। ମଦୁଆଟା ପ୍ୟାସେଞ୍ଜର ହେଇକି ବସିପାରେ, ଡ୍ରାଇଭର ସିଟ୍ରେ ମଦୁଆକୁ ମୁଁ ବସେଇବିନି। ମଦୁଆ ଗଲାବେଳେ ବାଟରେ ମଦ ଫଦ କରନ୍ତି, କହିବି ବାଟରେ ଧମକି ଏଇଠି ଓହ୍ଲେଇଦେବି, ଚୁପଚାପ ବସିବ ତ ଓହ୍ଲେଇଦେବି। ତେଣୁ ମୋର କହିବା କଥା, କର୍ତ୍ତୃତ୍ୱରେ ସ୍ୱଚ୍ଛ ଲୋକ ରହିବା ବହୁତ ଜରୁରୀ। କର୍ତ୍ତୃତ୍ୱ